ନମସ୍କାର। ଆଜି ସ୍ୱଳ୍ପ ଆଲୋଚନା କରିବା ବ୍ୟୁରୋକ୍ରାଟ୍ସ ମାନଙ୍କର ବଦଳି ସମ୍ପର୍କରେ। ଏହା ଗୋଟିଏ କରେଣ୍ଟ ଟପିକ୍, ବହୁତ ଚର୍ଚ୍ଚା ହେଉଛି। ନୂଆ ସରକାର ଶାସନ ଭାର ଗ୍ରହଣ କରିବା ପରେ ନିକଟରେ କିଛି ଉଚ୍ଚପଦସ୍ଥ ଅଫିସର ମାନଙ୍କର ବଦଳି କରିଛନ୍ତି। ଏଇଟା ପ୍ରଥମ ବଦଳି କହିଲେ ଅତ୍ୟୁକ୍ତି ହେବନି। ଏହାର ବିଶେଷତ୍ୱ କ'ଣ ସେ ବିଷୟରେ କିଛି ଆଲୋଚନା କରିବା ପ୍ରାସଙ୍ଗିକ ହେବ ଏବଂ ସିଭିଲ୍ ସର୍ଭିସର ମୂଳ ଉଦ୍ଦେଶ୍ୟ ଯାହା, ତା ଦ୍ୱାରା ଏହି ବଦଳି ଦ୍ୱାରା ସେଇ ମୂଳ ତତ୍ତ୍ୱର କେତେ ଇମ୍ପୋର୍ଟାନ୍ସ ତାକୁ ଦିଆଯାଇଛି ସେ ବିଷୟ ମଧ୍ୟ ଆମେ ଟିକେ ଆଲୋଚନା କରିବା। ଏ ସଂକ୍ରାନ୍ତରେ ଆଜି ପ୍ରାସଙ୍ଗିକ ହେବ କହିବା ଲାଗି ଯେ ଭାରତବର୍ଷରେ 1858 ମସିହାରେ ସିଭିଲ୍ ସର୍ଭିସ କ୍ରିଏଟ୍ ହେଲା କମ୍ପିଟେଟିଭ୍ ଏକ୍ଜାମିନେସନ୍ ବେସିସ୍ରେ। 1858 ମସିହାରେ ଯେତେବେଳେ ଏଇ ପଦ୍ଧତି ଇଣ୍ଟ୍ରୋଡ୍ୟୁସ୍ କରାଗଲା, ସେତେବେଳେ ଇଂଲଣ୍ଡରେ ମଧ୍ୟ ସେଇ ବ୍ୟବସ୍ଥା ନଥିଲା। ଇଂଲଣ୍ଡରେ ଏଇଭଳି ବ୍ୟବସ୍ଥା କରାଗଲା 12 ବର୍ଷ ପରେ 1870 ମସିହାରେ। ଆମେରିକାରେ 1829 ମସିହାରୁ ସ୍ପଏଲ୍ ସିଷ୍ଟମ୍ ନାମିତ ଗୋଟିଏ ବ୍ୟବସ୍ଥା ପ୍ରଚଳିତ ହେଉଥିଲା, ଯେଉଁଟା କେହି ଗୋଟେ ସୁସ୍ଥ ବ୍ୟବସ୍ଥା ବୋଲି କହିପାରିବେ ନାହିଁ। ସ୍ପଏଲ୍ ସିଷ୍ଟମ୍ରେ ରାଜନୈତିକ ସପୋର୍ଟରମାନଙ୍କୁ ସରକାରୀ ପଦବୀରେ ରଖାଯାଉଥିଲା। ପ୍ରେସିଡେଣ୍ଟ ଆଣ୍ଡ୍ରୁ ଜ୍ୟାକ୍ସନ୍ ତାକୁ ପ୍ରବର୍ତ୍ତନ କରିଥିଲେ। 1829ରୁ ସେ ପ୍ରଚଳିତ ହେଲା ଆମେରିକାରେ, କିନ୍ତୁ ୟାର ଭୟାବହତା, ୟାର ଅସୁବିଧା ଦ୍ୱାରା ଲୋକ ଅତିଷ୍ଠ ହୋଇ ଏ ବ୍ୟବସ୍ଥାକୁ ପରିବର୍ତ୍ତନ କଲେ। ଗୋଟିଏ ଆକ୍ଟ ଆସିଲା, ପେଣ୍ଡଲଟନ୍ ଆକ୍ଟ ବୋଲି ତାକୁ କୁହାଯାଏ। 1883 ମସିହାରେ ପୁଣି ଗୋଟିଏ ପରମାନେଣ୍ଟ ସିଭିଲ୍ ସର୍ଭିସର ବ୍ୟବସ୍ଥା କରାଗଲା, ଯେଉଁଥିରେ ସ୍ପଏଲ୍ ସିଷ୍ଟମ୍କୁ ଉଚ୍ଛେଦ କରାଗଲା। ତେଣୁ ଆମେରିକାରେ ଭାରତରେ ଅନୁସୃତ ହେଉଥିବା ବ୍ୟବସ୍ଥା 25 ବର୍ଷ ପରେ ଅନୁସୃତ ହେଲା। ଇଏ ଗୋଟେ ଉଲ୍ଲେଖନୀୟ ଘଟଣା, ତାକୁ ଆମେମାନେ ସମସ୍ତେ ହୃଦୟଙ୍ଗମ କରିବା ଦରକାର। କାହିଁକି ମୁଁ ଏ କଥା ପ୍ରାଞ୍ଜଳ ଭାବରେ କହୁଛି, ତା'ର ଉଦ୍ଦେଶ୍ୟ ଅଛି। ପରମାନେଣ୍ଟ ସିଭିଲ୍ ସର୍ଭିସ ଏବଂ ରିକ୍ରୁଟମେଣ୍ଟ କମ୍ପିଟେଟିଭ୍ ଏକ୍ଜାମିନେସନ୍ରେ, ଗୋଟେ ଓପନ୍ ରିକ୍ରୁଟମେଣ୍ଟରେ ତା'ର ନିଯୁକ୍ତି, ଇଏ ସବୁ ଗୋଟିଏ ଅତି ଚମତ୍କାର ବ୍ୟବସ୍ଥା। ଏଥିରେ ନିରପେକ୍ଷତା, ସାଧୁତା, ବୌଦ୍ଧିକ ଶକ୍ତି, ଏଇ ସମସ୍ତ ଇମ୍ପୋର୍ଟାଣ୍ଟ କ୍ରାଇଟେରିଆ ସବୁ ଅବଲମ୍ବନ କରାଯାଇ ପାରିଥାଏ। ଆମେ ଗୋଟିଏ ଶୁଦ୍ଧ, ସାଧୁ, କର୍ମଠ ଏବଂ ନିରପେକ୍ଷ ସିଭିଲ୍ ସର୍ଭେଣ୍ଟ ଗୋଷ୍ଠୀ ସୃଷ୍ଟି କରିବାର ସମର୍ଥ ହୋଇପାରିବ। ଏଇଟା ଥିଲା ଭାରତର ସିଭିଲ୍ ସର୍ଭିସର ମୂଳ ମନ୍ତ୍ର। ବର୍ଷ ବର୍ଷ ଧରି, ଦଶନ୍ଧି ଧରି ଏ ବ୍ୟବସ୍ଥା ଚାଲୁ ରହିଲା। ସ୍ୱାଧୀନତା ପରେ ମଧ୍ୟ ICS ର ସକ୍ସେସର ହିସାବରେ IAS ବ୍ୟବସ୍ଥା ରହିଲା। ବର୍ତ୍ତମାନ ଆମେ ସେଇ ପରିପ୍ରେକ୍ଷୀରେ ଚିନ୍ତା କରିବା ଯେ ଏଇ ମୌଳିକ ତତ୍ତ୍ୱର ସ୍ଖଳନ ହେଉଛି ନା ସେଇ ମୌଳିକ ତତ୍ତ୍ୱ ଅବ୍ୟାହତ ରହିଛି। ଓଡ଼ିଶାରେ ଗୋଟିଏ
ପରିସ୍ଥିତି ସୃଷ୍ଟି ହେଇଥିଲା ଯେ 24 ବର୍ଷ ଧରି ଗୋଟିଏ ପାର୍ଟି ରାଜ୍ୟରେ ଶାସନ ସମ୍ଭାଳିଥିଲେ। 24 ବର୍ଷ ଗୋଟିଏ ସ୍ୱଳ୍ପ ସମୟ ନୁହେଁ। ତେଣୁ ଗୋଟିଏ ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟମାନେ ଅଭ୍ୟସ୍ତ ହୋଇଯାଇଥିଲେ ଏବଂ ଏଇ ଗୋଟିଏ ଅଭାବନୀୟ ଗୋଟେ ଏକ୍ସେପସନାଲ୍ ସର୍କମଷ୍ଟାନ୍ସେସରେ ଅନେକ ଅଫିସର ଙ୍କର ଗୋଟିଏ ଦୃଷ୍ଟିଭଙ୍ଗୀ ବି ପ୍ରଭାବିତ ହୋଇଥିଲା ଯେ ଇଏ ଗୋଟିଏ ପରମାନେଣ୍ଟ ବ୍ୟବସ୍ଥା ଏବଂ ଏଇ ବ୍ୟବସ୍ଥାରେ ଆମେମାନେ ଆଡ଼ଜଷ୍ଟ କରି ରହିବା ଏବଂ ଆନୁଗତ୍ୟ ବି ଧୀରେ ଧୀରେ ଗୋଟିଏ ନ୍ୟୁଟ୍ରାଲିଟି ବଦଳରେ ଆମର ଆନୁଗତ୍ୟ ଗୋଟେ ସିଭିଲ୍ ସର୍ଭିସ୍ ଆନୁଗତ୍ୟ ରହିଛି ଟୁ ପ୍ରିନ୍ସିପଲ୍ସ, ଟୁ ନ୍ୟୁଟ୍ରାଲିଟି, ଟୁ ଇମ୍ପାର୍ସିଆଲିଟି। ଇଏ ଆନୁଗତ୍ୟ ପାର୍ଟି ଆଡ଼କୁ ଢଳିଯିବ, ଇଏ ସମ୍ଭାବନାଟା ରହିଲା ଏବଂ ଏଇ ଯେଉଁ ସମ୍ଭାବନା ଇଏ ଅମୂଳକ ନୁହେଁ। ଅନେକ ଭାବିଲେ ଯେ ଗୋଟିଏ ଷ୍ଟେଟ୍ରେ ବର୍ତ୍ତମାନ ଗୋଟିଏ କମିଟେଡ୍ ବ୍ୟୁରୋକ୍ରାସିର ଆବିର୍ଭାବ ହେଉଛି, ଗୋଟେ ରାଜନୀତିକରଣ ବ୍ୟୁରୋକ୍ରାସିର ଆରମ୍ଭ ହୋଇଯାଇଛି। ଏକୁ ସ୍ୱୟଂ ଶାସନ ମୁଖ୍ୟ ମୋହର ମାରିଲେ ତାଙ୍କର ଜଣେ ଜୁନିୟର ଅଫିସରଙ୍କୁ ତାଙ୍କର ଛବି ତିଆରି କରିବା ଲାଗି ସରକାରୀ ଖର୍ଚ୍ଚରେ ରାଜ୍ୟ ଯାକ ବୁଲିବାକୁ ଅନୁମତି ଦେଲେ ଏବଂ ଏକଥା ଦିବା ଲୋକ ଭଳିଆ ସ୍ପଷ୍ଟ ଯେ ସେ ଅଫିସର ଚାକିରିରେ ଥାଇ ପାର୍ଟି କାର୍ଯ୍ୟରେ ବି ନିୟୋଜିତ ହେଲେ। ଏକୁ ମନା କରିବା ଗୋଟିଏ ପ୍ରବଞ୍ଚନା ହେବ, ସେ ହେଉଥିଲା ଏବଂ ଏକୁ କିଏ କରୁଥିଲେ? ଶାସନ ମୁଖ୍ୟ କରୁଥିଲେ। ତେଣୁ ଶାସନ ମୁଖ୍ୟ ପଲିଟିକାଲାଇଜେସନ୍ ଅଫ୍ ବ୍ୟୁରୋକ୍ରାସିରେ ସ୍ପଷ୍ଟ ସକ୍ରିୟ ଭୂମିକା ନେଇଥିଲେ। ଇଏ ଗୋଟିଏ ଆମର ପାର୍ଲାମେଣ୍ଟାରୀ ଡେମୋକ୍ରେସି, ଆମର କନଷ୍ଟିଟ୍ୟୁସନାଲ ଆରେଞ୍ଜମେଣ୍ଟରେ ଯାହା ଗୋଟିଏ ଫଣ୍ଡାମେଣ୍ଟାଲ ପ୍ରିନ୍ସିପଲ୍ସ ତାକୁ ଉଲ୍ଲଙ୍ଘନ କଲା। ଏଇ ଯେଉଁ ବିଚ୍ୟୁତି ଘଟିଲା ଏଇଟା ଲୋକ ବି ଜାଣିଲେ, ଲୋକ ହୃଦୟଙ୍ଗମ କଲେ ଏବଂ ଗୋଟିଏ ଏକ୍ସଟ୍ରା କନଷ୍ଟିଟ୍ୟୁସନାଲ ଅଥରିଟିର ଯେଉଁ କ୍ରିଏସନ୍ ହେଲା, ଇଏ ନୂଆ କଥା ନୁହେଁ, ଆଗରୁ ବି ହେଇଥିଲା। ଏଇ ସରକାର ବିଗତ ସରକାରଙ୍କ ଅମଳରେ ଆଗରୁ ମଧ୍ୟ ସେଇ ବ୍ୟବସ୍ଥା ରହିଥିଲା। ସେ ବେଶୀ ଉଗ୍ର ଆକାର ଧାରଣ କଲା। ଗତ ନିର୍ବାଚନରେ ଇଏ ଗୋଟିଏ ମୁଖ୍ୟ ପ୍ରସଙ୍ଗ ହେଲା। ଅନେକ କହିବେ ଯେ ଏଇଟା ଓଡ଼ିଆ ଅଣ ଓଡ଼ିଆ ଜିନିଷ ବି ପଶିଗଲା, ସେଇଟା ମୁଖ୍ୟ ପ୍ରସଙ୍ଗ ହେଲା, କିନ୍ତୁ ଗୋଟିଏ ଅପ୍ରାକୃତିକ ବ୍ୟୁରୋକ୍ରାଟିକ୍ ଆରେଞ୍ଜମେଣ୍ଟରେ ଲୋକ ଅତିଷ୍ଠ ହେଲେ। ତେଣୁ ଗୋଟିଏ ପରିବର୍ତ୍ତନର ସ୍ୱର, ପରିବର୍ତ୍ତନର ଆବଶ୍ୟକତା ଲୋକ ଅନୁଭବ କରିପାରିଲେ। ଏଇ ସତ୍ୟ ବ୍ୟାକ୍ଗ୍ରାଉଣ୍ଡରେ ଆମକୁ ନୂଆ ସରକାରଙ୍କର ବାବୁମାନଙ୍କର ବଦଳିକୁ ଆମେ ଅନୁଧ୍ୟାନ କରିବା ଉଚିତ ହେବ। ମୋର ଦୁଃଖ ଯେ ମୋର ଚିନ୍ତା କରିବାର ବିଷୟ ଏଇଟା ଯେ ଆମେ ନୂତନ ସରକାର ଏଇ ଦିଗରେ ଯେତେ ତତ୍ପରତା ଦେଖାଇବା କଥା ସେତିକି ଦେଖାଇବାର ବୋଧେ ସଫଳ ହୋଇପାରି ନାହାନ୍ତି। ମୁଖ୍ୟ ଶାସନ ସଚିବଙ୍କ ଚୟନରେ ଯେଉଁ ନୀତି ଅବଲମ୍ବନ କରାଗଲା ତାକୁ ମୁଁ ଦୃଢ଼ ଭାବରେ ସମର୍ଥନ କରୁଛି ଏବଂ ସେଇଟା ଯେ ଯଥାର୍ଥ ଥିଲା ମୁଁ ନିଃସନ୍ଦେହରେ କହିବି ଏବଂ ଗୋଟିଏ ଉପଯୁକ୍ତ ପଦକ୍ଷେପ ନିଆଗଲା। କିନ୍ତୁ ତାପରେ ଯେଉଁ ବଦଳି ନୀତି ଅନୁସୃତ ହେଲା ତା ଦେହରେ ଭୁଲ ଭଟକା ରହିଗଲା ବୋଲି ମୋର ମନେ ହୁଏ।
ସେଥିରେ ଗୋଟେ ବ୍ରେକ୍ ଫ୍ରମ୍ ଦ ପାଷ୍ଟ ହେଇପାରିଲାନି। ଯେଉଁ ଗତାନୁଗତିକତା ଅବଲମ୍ବନ କରାଯାଉଥିଲା, ଯେଉଁ ଗୋଟିଏ ପ୍ରେସର ଗ୍ରୁପ୍ ରହୁଥିଲା, ସେଇ ସବୁ ବ୍ୟବସ୍ଥା ପୁଣି ଅନୁସୃତ ହେଲା। ଗୋଟିଏ ବଡ଼ ଇମ୍ପୋର୍ଟାଣ୍ଟ ବିଷୟ ହେଉଛି ଯେ ସେକ୍ରେଟେରୀ ଅଫ୍ ଏ ଡିପାର୍ଟମେଣ୍ଟ, ସେ ଗୋଟିଏ ବଡ଼ କ୍ରୁସିଆଲ୍ ଆପଏଣ୍ଟମେଣ୍ଟ। ଗୋଟିଏ ସରକାରଙ୍କର ଗୋଟେ ବିଭାଗର ପ୍ରମୁଖ ରହିବେ ଜଣେ ସିଭିଲ୍ ସର୍ଭାଣ୍ଟ, ଏବଂ ତାଙ୍କୁ ଗୋଟିଏ ପାର୍ଟ ଟାଇମ୍ ଆସାଇନମେଣ୍ଟ ଭାବରେ ପରିଗଣିତ କରିବା ନିତାନ୍ତ ଅନାବଶ୍ୟକ ଏବଂ ଚିନ୍ତାଜନକ ବିଷୟ। ଅତୀତରେ ସେୟା ହେଉଥିଲା। ଜଣେ ଅଫିସର ଏକାଧିକ ଡିପାର୍ଟମେଣ୍ଟର ସେକ୍ରେଟେରୀ ରହୁଥିଲେ ଏବଂ ତା ଛଡ଼ା ସେ ବି ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କୁ ରେସ୍ପନ୍ସିବିଲିଟି ଦିଆଯାଉଥିଲା। କେଉଁ କର୍ପୋରେସନର ଚେୟାରମ୍ୟାନ୍, କେଉଁ ଅଥରିଟିର ଚେୟାରମ୍ୟାନ୍ ଏବଂ ଏକାଧିକ ଡିପାର୍ଟମେଣ୍ଟର ସଚିବ। ସେଇ ଅନାବଶ୍ୟକ ବ୍ୟବସ୍ଥା ଅବ୍ୟାହତ ରହିଲା ଏଇ ନୂତନ ସରକାରଙ୍କର ପ୍ରଥମ ବଦଳିରେ ମଧ୍ୟ। ଏବଂ ଯେଉଁ ବିଭାଗ ସବୁ ଗୋଟିଏ ଅଫିସରଙ୍କ ଉପରେ ନ୍ୟସ୍ତ କରାଗଲା, ସେ ବିଭାଗମାନଙ୍କର ମଧ୍ୟ କୌଣସି କମନାଲିଟି ରହିଲାନି। ଯେମିତି କୃଷି ବିଭାଗ ସହିତ ହସ୍ତତନ୍ତ ବିଭାଗକୁ ଯୋଡ଼ାଗଲା, କିଏ ସେମିତି ଗୋଟେ ଗୃହ ବିଭାଗ ଦାୟିତ୍ୱରେ ରହିଲେ ଏବଂ ଖଣି ବିଭାଗ ଦାୟିତ୍ୱରେ ମଧ୍ୟ ରହିଲେ। କିଏ ଫାଇନାନ୍ସ ଡିପାର୍ଟମେଣ୍ଟ ଚାର୍ଜ ରହିଲେ, ସେ ମଧ୍ୟ ରହିଲେ। ରାଜଭବନ ଚାର୍ଜ ଗଭର୍ଣ୍ଣରଙ୍କ ସେକ୍ରେଟେରୀ ହିସାବରେ ସେ ମଧ୍ୟ ରହିଲେ। ଶକ୍ତି ବିଭାଗର ସେକ୍ରେଟେରୀ ହିସାବରେ, ତା ଛଡ଼ା କିଛି କୌଣସି ଏକ କର୍ପୋରେସନର ଚେୟାରମ୍ୟାନ୍ ହିସାବରେ ଅପ୍ରାକୃତିକ ସଂଯୋଗ କରାଗଲା ରେସ୍ପନ୍ସିବିଲିଟିର। ତେଣୁ ଗୋଟିଏ ସେକ୍ରେଟେରୀ ପଦର ପଦମର୍ଯ୍ୟାଦା ହ୍ରାସ ହେଲା ଏବଂ ଏହା ଫଳରେ ଗୋଟେ ଡିପାର୍ଟମେଣ୍ଟ ଗୋଟେ ଅଭିଜ୍ଞ ଅଫିସରଙ୍କର ଯେଉଁ ହୋଲ୍ ହାର୍ଟେଡ୍ ଆଟେନସନ୍ ପାଇବା କଥା, ସେ ସମ୍ଭବପର ହେଲାନି। ଇଏ ଅସଙ୍ଗତି ଅବ୍ୟାହତ ରହିବା ଗୋଟେ ଚିନ୍ତାଜନକ। ଆଉ ଗୋଟିଏ ହେଲା ଗୋଟିଏ ଅତି ଗୁରୁତ୍ୱପୂର୍ଣ୍ଣ ପଦବୀ, ମୁଖ୍ୟମନ୍ତ୍ରୀଙ୍କ ସେକ୍ରେଟେରୀ। ଇଏ ଗୋଟିଏ ପଦବୀ ଯେଉଁଥିରେ ଆଉ ଅଧିକା ରେସ୍ପନ୍ସିବିଲିଟିର କୌଣସି ଯଥାର୍ଥତା ନାହିଁ। ମାନେ ତାଙ୍କୁ ଯଦି ଆଉ ଗୋଟିଏ ଅନକନେକ୍ଟେଡ୍ ଆସାଇନମେଣ୍ଟ ବି ତାଙ୍କୁ ଦିଆଯିବ, ଏହାର ଅର୍ଥ କ'ଣ? ଇଏ ଗୋଟିଏ ଅତି ଅନହେଲ୍ଦି ପ୍ରେସିଡେଣ୍ଟ କ୍ରିଏଟ୍ କରୁଛି। ସେୟା ବର୍ତ୍ତମାନ ହେଇଛି। ମୁଖ୍ୟମନ୍ତ୍ରୀଙ୍କ ସେକ୍ରେଟେରୀ ଗୋଟିଏ କେଉଁ କର୍ପୋରେସନର ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ଅଛନ୍ତି। ଇଏ ଅସଙ୍ଗତିର ଅବିଳମ୍ବେ ସୁଧାର ଆଣିବା ଆବଶ୍ୟକ। ଇଏ ହେଲା ଆଉ ଗୋଟିଏ ଅସଙ୍ଗତି। ଆଉ ଗୋଟିଏ ଅନ୍ୟ ଏକ ବିଷୟ ହେଲା ଯେ ବିଗତ ସରକାର ଅନଫର୍ଚୁନେଟଲି ଗୋଟିଏ ସ୍ପଏଲ୍ଡ ସିଷ୍ଟମ୍ ବି ଇଣ୍ଟ୍ରୋଡ୍ୟୁସ୍ କଲେ, ଯେଉଁଟା ଅତି ମାରାତ୍ମକ ବ୍ୟବସ୍ଥା। ତାକୁ ଇଣ୍ଟ୍ରୋଡ୍ୟୁସ୍ କଲେ। ଯେଉଁ ସ୍ପଏଲ୍ଡ ସିଷ୍ଟମ୍ ବିଷୟରେ ଆପଣଙ୍କୁ ପ୍ରଥମେ କହିଲି, ଆମେରିକାରେ କେମିତି ଥିଲା ରାଜନୈତିକ ସପୋର୍ଟରମାନଙ୍କୁ ସରକାରୀ କାର୍ଯ୍ୟରେ ନିୟୋଜିତ କରିବା। ଜଣେ ରେଲୱେ ସର୍ଭିସର ଅଫିସର ଯେ ଡେପୁଟେସନରେ ଆସିଥିଲେ, ହଠାତ୍ ସେ ରିଜାଇନ୍ କଲେ ଏବଂ ତାର ପରେ ପରେ ତାଙ୍କୁ ସରକାର ଓପନ୍ ମାର୍କେଟରୁ ପୁଣି ନିଯୁକ୍ତି ଦେଲେ ପ୍ରିନ୍ସିପାଲ ସେକ୍ରେଟେରୀ ଭାବରେ। ଏବଂ 2ଟି ବିଭାଗରେ ତାଙ୍କର କାମ ରହିଲା। ତା ଭିତରୁ ଗୋଟିଏ ହେଲା
रेलवे कोऑर्डिनेशन विभाग मध्य से देखिए ता छड़ा आउ गोटे विभाग से प्रिंसिपल सेक्रेटरी हेबे। ये व्यवस्था हैला डिसेम्बर 29 तारीख 2022 रे। गोटे कौतूहलर विषय जे अक्टोबर मासरे से 2022 रे मुख्यमंत्री गोटे प्रेस मीडिया को कही जे गोटे ऐतिहासिक निष्पत्ति कैबिनेट नहीं जे आमे ठिकार नियुक्ति प्रथा चिरदिन पाई बंद कलु। ये ऐतिहासिक घोषणा से करथिले अक्टोबर 2022 रे। एवं देखंतु डिसेम्बर 29 रे सेही कॉन्ट्रैक्चुअल व्यवस्था रे से जड़े रैंक आउटसाइडर प्रिंसिपल सेक्रेटरी हिसाब रे नियुक्ति देई से व्यवस्थार उल्लंघन कले, से निष्पत्तिर उल्लंघन कले एवं गोटे अति अभावनीय परंपरा सृष्टि कले, स्पॉइल सिस्टम इंट्रोड्यूस कले। तेणु ये असंगति सब जो आसीथिला सिविल सर्विस रे हमर सरकार वर्तमान गोटे नूतन सरकार ये सब असंगति दूर करने दरकार। किंतु जो भाव में आरंभ करिसेंती से दूरदृष्टि थिला भलिया मते लागुनी। तेणु मोर आज अनुरोध जे ए विषय रे गोटे सामाजिक सक्रियता प्रकाश करा जो आम सिविल सर्विस जमती निरपेक्ष हो, कौनसी पॉलिटिकल फिलॉसफी द्वारा प्रभावित होबनी, पॉलिटिकल पार्टी द्वारा प्रभावित होबनी। ये हूँ आमर आभूषण आम सिविल सर्विस डाउन द लाइन यार बहुत प्रभाव अच्छी, सुदूर प्रसारित प्रभाव अच्छी। ब्यूरोक्रेसी पहुँच कौटी ना समाज रे ग्रासरूट लेवल रे अच्छी, तृणमूल स्तर रे अच्छी। लोक मानकर नीतिदिनिया संसार प्रति एंकर अवदान रही। तेणु से माने जदि निरपेक्षता अवलंबन न करेंगे, राजनैतिक हाथ बारिशी हिसाब रे काम करेंगे, ताहले न्यायटा कमती मिलिबो। आमर नूतन सरकार यही संवेदनशील प्रसंग गुड़िक विषय प्रति यत्नवान हेबे एवं भविष्य तांकर ट्रांसफर पॉलिसी नीति जमती सुचारू रूपे संपादित हम से प्रति यत्न देवे। से है गोटे दिग। आउ गोटे विषय प्रति दृष्टि आकर्षण करी जे आमे जदि किसी विवादीय अधिकारी को बदली करूँ समस्यार समाधान है। देश राज्यवासी आमे समस्ते जानीचे जे किभली भाव में आर्थिक दुर्नीति विगत सरकार रे। एकू अणदेखा करवा अपराध हम। एकू जदि आमे तार भयावहता को स्वीकार न करिबा एवं ता प्रति उदासीन मनोभाव अवलंबन करवा ताले जनतांक आदेश प्रति आमे जो गुरुत्व देवा कथा ता दौना बोली मु कहबी। तेणु मोर विश्वास जे सरकार जो माने जो ऑफिसर माने तांकर संपृक्ति जोगु गुरुतर अर्थनैतिक आर्थिक विशृंखला होइछि, सरकार कोटि कोटि टंका क्षति होइछि, राजस्व हानि होइछि, काहाकू अनुग्रह देखा दिया जाइछि, पातर अंतर करा जाइछि। से सबूर पुंखानुपुंख अनुसंधान निहाती दरकार। केवल क्या ट्रांसफर करी आमे गुरुत्वपूर्ण विषय को एड़े दबाटा अनुचित हम, अन्याय हम। तेणु जो आर्थिक दुर्नीति जो होइछि व्यापक भाव में ताकू आमे वाटर डाउन करवानी, तार गुरुत्व हृदयंगम करी से विषय मध्य दृढ़ कार्यानुष्ठान ग्रहण करने को मु सरकार को अनुरोध करुछि। धन्यवाद।